କନ୍ଦରପୁର ମାଛଗାଁ ମୁଖ୍ୟ ରାସ୍ତାର ଅରିଲୋ ଛକ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା। ସୂଚନା ଥାଉ କି ଜଗତସିଂହପୁର ଥାନା ବଡ଼ବାଗ ଅଞ୍ଚଳର କଳ୍ପତରୁ ମଣ୍ଡଳ ବୟସ 52 ସେ ବାଲିକୁଦାର ଏକ ବିଦେଶୀ ମଦ ଦୋକାନରେ କାମ କରୁଥିଲେ। ପ୍ରତ୍ୟେକ ଦିନ ରାତି 10ଟା ପରେ ଦୋକାନ ବନ୍ଦ କରି ସେ ଘରକୁ ଯିବା ଆସିବା କରନ୍ତି। ଗତ ରାତିରେ ସେ ଦୋକାନ ବନ୍ଦ କରି ଯାଉଥିବା ସମୟରେ ଅରିଲୋ ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା, ଯାହାଫଳରେ ସେ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ରାସ୍ତାରେ ଯାଉଥିବା ପଥଚାରୀମାନେ ତାଙ୍କୁ ଉଦ୍ଧାର କରିବା ସହିତ ଜଗତସିଂହପୁର ମେଡ଼ିକାଲକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ, ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି NH ତିଆରି କରୁଥିବା ସଂସ୍ଥା ଉପରେ ଅଙ୍ଗୁଠି ନିର୍ଦ୍ଦେଶ କରିଥିବା ଦେଖିବାକୁ ମିଳିଛି।